ରାସନ କାର୍ଡକୁ ନେଇ ବଡ଼ ଖବର। କେନ୍ଦ୍ର ସରକାର ଆର୍ଥିକ ଭାବେ ଦୁର୍ବଳ ଶ୍ରେଣୀ ଲୋକମାନଙ୍କୁ ରାସନ କାର୍ଡ ଯୋଗାଉଛନ୍ତି। ବର୍ତ୍ତମାନ ସୁଦ୍ଧା ପ୍ରାୟ 80 କୋଟି ରାସନ କାର୍ଡଧାରୀ ଉପଲବ୍ଧ ଅଛନ୍ତି। ଏବେ ରାସନ କାର୍ଡକୁ ନେଇ ବଡ଼ ଅପଡେଟ୍ ରହିଛି। ବର୍ତ୍ତମାନ ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ ଆଉ ମାଗଣାରେ ଚାଉଳ ଉପଲବ୍ଧ ହେବ ନାହିଁ। ଏଥିସହିତ ରାସନ କାର୍ଡରେ ଆଉ 9ଟି ଜିନିଷ ମିଳିବ। ଏନେଇ ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଛି ଖବର। ସେଗୁଡ଼ିକ ସାମଗ୍ରୀ ହେଲା ଗହମ, ଡାଲି, ଚଣା, ଚିନି, ଲୁଣ, ସୋରିଷ ତେଲ, ଅଟା, ସୋୟାବିନ୍ ଏବଂ ମସଲା ବୋଲି ତଥ୍ୟ ରହୁଛି। ପରବର୍ତ୍ତୀ ଖବର ହେଉଛି ଝାରସୁଗୁଡ଼ାର ପୂର୍ବତନ ବିଧାୟିକା ଦୀପାଳି ଦାସ ଏବଂ ରେଙ୍ଗାଲି ବିଧାୟକ ସୁଦର୍ଶନ ହରିପାଳଙ୍କ ନାଁରେ ଏତଲା। ସମ୍ବଲପୁର ଜିଲ୍ଲା ଠେଲାକୁଲି ଥାନାରେ ଏଫଆଇଆର ଦେଲେ ଏନସିଏଲ୍ କମ୍ପାନୀ କର୍ତ୍ତୃପକ୍ଷ ବୋଲି ତଥ୍ୟ ରହୁଛି। ପରବର୍ତ୍ତୀ ଖବର ହେଲା ହାଟଡିହ ବ୍ଲକର ବିପିସିଙ୍କ ବଦଳି ଦାବି କରି ହାଟଡିହର ବ୍ଲକର ପଞ୍ଚାୟତର ସରପଞ୍ଚମାନେ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି। ପୂର୍ବରୁ 2 ଥର କେନ୍ଦୁଝର ଜିଲ୍ଲାପାଳ ଓ ଜିଲ୍ଲା ପରିଷଦ ନିର୍ବାହୀ ଅଧିକାରୀଙ୍କୁ ଦାବିପତ୍ର ପ୍ରଦାନ କରିଥିଲା ବେଳେ କୌଣସି ପଦକ୍ଷେପ ନିଆଯାଇନଥିବାରୁ ସିଏମ୍ଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି ସରପଞ୍ଚମାନେ। ଦାବିପତ୍ରରେ ଦର୍ଶାଯାଇଛି ଯେ ବ୍ଲକର କାର୍ଯ୍ୟରତ ବିପିସି ଆବାସକୁ ନେଇ ବହୁତ ହେରାଫେରି କରୁଛନ୍ତି। ସେଥିପାଇଁ ହିତାଧିକାରୀମାନଙ୍କୁ ବହୁତ ହଇରାଣ ହେବାକୁ ପଡ଼ୁଛନ୍ତି। ପରବର୍ତ୍ତୀ ଖବର ହେଉଛି ଭଦ୍ରକ ଜିଲ୍ଲା ଧାମନଗର ବ୍ଲକରେ ଜଳସେଚନ ଡାକବଙ୍ଗଳାରେ ରବିବାର ବ୍ଲକ ବିଜେଡି ପକ୍ଷରୁ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇ ରାଜ୍ୟର ମୋହନ ସରକାରଙ୍କର 100 ଦିନର ଶାସନର ବିଫଳତା ଏବଂ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ନିଜ ନିର୍ବାଚନ ମଣ୍ଡଳୀର ଧାମନଗରରେ ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟୟ ସମ୍ପର୍କରେ ସୂଚନା ଦେଇଛନ୍ତି ବିଜେଡି ପକ୍ଷରୁ। ପରବର୍ତ୍ତୀ ଖବର ହେଉଛି ବିଜେପି ସରକାର ଚତୁର୍ଥ ଥର ପାଇଁ କ୍ଷମତାକୁ ଆସିବାର ଗ୍ୟାରେଣ୍ଟି ନାହିଁ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ। ଗୋଟିଏ କାର୍ଯ୍ୟକ୍ରମରେ ଏପରି କହି ଅନ୍ୟତମ କେନ୍ଦ୍ରମନ୍ତ୍ରୀ ରାମଦାସ ଆଠୱଲେଙ୍କୁ ଚିଡ଼ାଇବାକୁ ଚେଷ୍ଟା କରିଛନ୍ତି ନୀତିନ ଗଡ଼କରୀ ବୋଲି ତଥ୍ୟ ରହୁଛି। ପରବର୍ତ୍ତୀ ଖବର ହେଉଛି ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଗ୍ରାମରେ ରାଜନୈତିକ କାରଣକୁ ନେଇ ଗୋଷ୍ଠୀ ସଂଘର୍ଷ। ଏଥିରେ ଉଭୟ ବିଜେପି ଏବଂ ବିଜେଡିର 2 ଜଣ ଆହତ ହୋଇଥିବା ସୂଚନା ରହୁଛି। ଏଥିସହିତ ଆହତ ଜଣକ ଖଲିକଟପୁର ତୋଫାନ ମହାରଣା ଏବଂ ପୁରୁଷୋତ୍ତମପୁରର ତିରୁପତି ଦୋପା ବୋଲି ସୂଚନା ରହୁଛି। ପରବର୍ତ୍ତୀ ଖବର ହେଉଛି ଗୋଳିଆ ହେଉଛି ଭୁବନେଶ୍ୱର ବିଜେଡି ରାଜନୀତି, ଥବୁନି ରାଜନୈତିକ ବୟାନବାଜି। ରବିବାର ଶଙ୍ଖ ଭବନରେ ହୋଇଥିବା ବିଶୃଙ୍ଖଳା ଘଟଣାରେ ପୂର୍ବତନ ମନ୍ତ୍ରୀ ଅଶୋକ ପଣ୍ଡାଙ୍କୁ ବିବାଦକୁ ଟାଣିଛନ୍ତି ବିଏମ୍ସିର 2 କର୍ପୋରେଟର ବିରଞ୍ଚି ନାରାୟଣ ଏବଂ ଅମରେଶ ଜେନା। ଅଶୋକ ପଣ୍ଡାଙ୍କ ନାଁରେ ନାଁ ନ ନେଇ ଶାଣିତ ଆକ୍ରମଣ କରୁଥିବା ତଥ୍ୟ ରହୁଛି। ପରବର୍ତ୍ତୀ ଖବର ହେଉଛି ଜଟିଳ ହେବାରେ ଲାଗିଛି ଭରତପୁର ଥାନା ବିବାଦ। ଘଟଣା ରାତି ଓ ପୂର୍ବ ସମୟର ଅନେକ ଭିଡ଼ିଓ ସୋସିଆଲ ମିଡ଼ିଆରେ ଘୁରି ବୁଲୁଛି। ପୀଡ଼ିତା ଥାନାକୁ ଆସିବା ପୂର୍ବରୁ ଯାଇଥିବା ବିଭିନ୍ନ ସିସିଟିଭି ଫୁଟେଜ ସାମ୍ନାକୁ ଆସିଛି। ହେଲେ ଭରତପୁର ଥାନା ଭିତରେ ସିସିଟିଭିକୁ ନେଇ ସସ୍ପେନ୍ସ ଲାଗି ରହିଛି। ଘଟଣା ପରେ ଥାନାରେ ନୂଆ ସିସିଟିଭି ଲଗାଇବା ପାଇଁ କେବୁଲ ଲାଇନ ବିଛା ଯାଇଥିବା ବେଳେ ପୁରୁଣା ସିସିଟିଭି ଥାନା ଭିତରେ ପଡ଼ି ରହିଛି। ପ୍ରଶ୍ନ ଉଠୁଛି, ଘଟଣା ଦିନ ଥାନାରେ ସିସିଟିଭି ଲାଗିଥିଲା କି? ଯଦି ଲାଗିନଥିଲା ପୁରୁଣା ସିସିଟିଭି କେଉଁଠୁ ଆସିଲା? ପୋଲିସ ନିଜ ଭୁଲକୁ ଲୁଚାଇବାକୁ ଘଟଣା ପରେ ଥାନାରୁ ସିସିଟିଭି କାଢ଼ି ଦେଇଛି କି? ପରବର୍ତ୍ତୀ ଖବର ହେଉଛି ପୁଣି ଗତକାଲିଠାରୁ ଆରମ୍ଭ ହେଲା ଅଭିଯୋଗ ଶୁଣାଣି କାମ। ନିଜେ ସିଏମ୍ ମୋହନ ମାଝୀ ଶୁଣିଲେ ଜନତାଙ୍କ ଦୁଃଖ। ସିଏମ୍ ମୋହନ ମାଝୀ ପଞ୍ଜୀକୃତ ହୋଇଥିବା ପ୍ରାୟ 1000 ଲୋକଙ୍କ ଅଭିଯୋଗ ଶୁଣିଥିବା ତଥ୍ୟ ରହୁଛି। ପରବର୍ତ୍ତୀ ଖବର ହେଉଛି ଅଗଷ୍ଟ ମାସ ଶେଷ ସୁଦ୍ଧା ପୁରୀ ଜିଲ୍ଲାରେ କିଛି ଫାର୍ମରେ କୁକୁଡ଼ାଙ୍କଠାରେ ବାର୍ଡ ଫ୍ଲୁ ଚିହ୍ନଟ ପରେ ଖବର ସାରା ରାଜ୍ୟରେ ଖେଳି ଯାଇଥିଲା।
ଯାହାଫଳରେ ଲୋକମାନେ କୁକୁଡ଼ା ମାଂସ ଏବଂ ଅଣ୍ଡା ଖାଇବାରୁ ଦୂରେଇ ଗଲେ। ଫଳରେ ରାଜ୍ୟରେ କୁକୁଡ଼ା ଏବଂ ଅଣ୍ଡା ବିକ୍ରି ଏକ ପ୍ରକାର ଠପ୍। ଆର୍ଥିକ ଦୁର୍ଦିନରେ ଦିନ କାଟୁଛନ୍ତି ଫାର୍ମ ମାଲିକମାନେ ବୋଲି ତଥ୍ୟ ରହୁଛି। ପରବର୍ତ୍ତୀ ଖବର ହେଉଛି ବିଜେଡି ପକ୍ଷରୁ ଆଜି 6 ଘଣ୍ଟିଆ ଭୁବନେଶ୍ୱରରେ ବନ୍ଦ ଡାକରା ଦିଆଯାଇଥିବା ବେଳେ ଗତକାଲି ଦଳ ପକ୍ଷରୁ ପ୍ରତ୍ୟାହାର କରାଯାଇଛି। ଦଳ ପକ୍ଷରୁ ଏହି ମାମଲାରେ ବିଚାର ବିଭାଗୀୟ ତଦନ୍ତ ଦାବି କରୁଥିବା ବେଳେ ଗତକାଲି ବିଳମ୍ବିତ ରାତିରେ ଏ ନିମନ୍ତେ ନିର୍ଦ୍ଦେଶ ସିଏମ୍ ଦେଇଛନ୍ତି। ସିଏମ୍ ମୋହନ ମାଝୀଙ୍କ ନିର୍ଦ୍ଦେଶ ଥିବା କାରଣରୁ ବିଜେଡି ହରତାଳ ଡାକରାକୁ ପ୍ରତ୍ୟାହାର କରିନେଇଥିବା ତଥ୍ୟ ରହୁଛି। ପରବର୍ତ୍ତୀ ଖବର ହେଉଛି ହରିୟାଣା ବିଧାନସଭା ନିର୍ବାଚନ ବିଗୁଲ ବାଜିବା ପରେ ଆରମ୍ଭ ହୋଇଛି ରାଜନୈତିକ ବୟାନବାଜି। ଏହାରି ଭିତରେ କଂଗ୍ରେସର ମୁଖପାତ୍ର ପବନ ଖେଡ଼ା ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି ଯେ ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟରଙ୍କୁ ଯେତେବେଳେ ସିଏମ୍ ପଦରୁ ହଟାଇ ଦିଆଯାଇଥିଲା ସେତେବେଳେ ସେ କଂଗ୍ରେସରେ ମିଶିବାକୁ ଚାହୁଁଥିଲେ। ଖୁବ୍ ଶୀଘ୍ର କଂଗ୍ରେସର ଜଣେ ବଡ଼ ନେତା ଏହାକୁ ନେଇ ପର୍ଦ୍ଦାଫାଶ କରିବେ ବୋଲି କହିଛନ୍ତି କଂଗ୍ରେସର ମୁଖପାତ୍ର ପବନ ଖେଡ଼େ। ପରବର୍ତ୍ତୀ ଖବର ହେଉଛି ରାଜ୍ୟରେ ଭାଙ୍ଗିବ ବିଜେପି ସରକାର। ମୋହନ ସରକାରଙ୍କୁ ଟାର୍ଗେଟ କଲେ ବିଜେଡି ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ। ବିଜେପିର 20ରୁ ଅଧିକ ବିଧାୟକ ପରେ ପରାଜିତ ପ୍ରାର୍ଥୀମାନେ ହାଇକୋର୍ଟ କରୁଛନ୍ତି। ପରାଜିତ ପ୍ରାର୍ଥୀମାନଙ୍କ ମାନେ ମିଥ୍ୟା ସତ୍ୟପାଠ ମାମଲାରେ ହାଇକୋର୍ଟ କରିଛନ୍ତି। ଏହାର ଶୁଣାଣି ସରିଲେ ଅନ୍ୟ ଏକ ବିଧାୟକ ମହମ୍ମଦ ମକିଙ୍କ ପରି ହେବାର ଆଶଙ୍କା ରହିଛି। ଏଥିରେ ପାଖାପାଖି 7 ଜଣ ବିଧାୟକ ଛନ୍ଦି ହେବେ, ଏଥିରେ କୌଣସି ସନ୍ଦେହ ନାହିଁ ବୋଲି କହିଛନ୍ତି ବିଜେଡିର ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ।